ଆଜିର ରାଶିଫଳ ଜାନୁଆରୀ ମାସ 14 ତାରିଖ 2026 ମସିହା ବୁଧବାର। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ତିଥି ଏକାଦଶୀ ସନ୍ଧ୍ୟା 5ଟା 56 ଗତେ, ଦ୍ୱାଦଶୀ ନକ୍ଷତ୍ର ଅନୁରାଧା ରାତ୍ରି 3ଟା 54 ଗତେ, ଜ୍ୟେଷ୍ଠା ଚନ୍ଦ୍ର ବିଛା ଯୁଗ ଗଣ୍ଡ କରଣ ବାଳବ, ସୌରମାସ ମକର 1 ଦିନ, ମାଘ ମାସ କୃଷ୍ଣପକ୍ଷେ। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 28, ସୂର୍ଯ୍ୟାସ୍ତ ସମୟ 5ଟା 23। କର୍କଟ ରାଶିର ଘାତ ବାର, କାଳବେଳା ବା ବାରବେଳା। କାଳବେଳା 9ଟା 8 ଗତେ 10ଟା 30 ମଧ୍ୟରେ, ବାରବେଳା ଦିବା 11ଟା 50 ଗତେ 1ଟା 15 ମଧ୍ୟରେ। ବିଶୁଦ୍ଧ ଅମୃତ ବେଳା 7ଟା 14 ମଧ୍ୟରେ, 8ଟା 2 ଗତେ 8ଟା 52 ମଧ୍ୟରେ, 11ଟା 14 ଗତେ। ବିଶୁଦ୍ଧ ବା ମହେନ୍ଦ୍ର ବେଳା ଦିବା 7ଟା 15 ଗତେ 8ଟା 1 ମଧ୍ୟରେ, 2ଟା 27 ଗତେ 4ଟା 54 ମଧ୍ୟରେ। ଶିମ୍ବ ସନ୍ଧ୍ୟା 5ଟା 56 ଗତେ, ପୁଇ ଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଘରେ ଲାଗି ରହିଥିବା ଅଶାନ୍ତି ହିଁ ଆପଣଙ୍କ ଚିନ୍ତାର କାରଣ। ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚିତ। ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି। ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚେଷ୍ଟା କରନ୍ତୁ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ସପ୍ତାହରୁ ଚାଲି ଆସୁଥିବା ସମସ୍ୟା ଏବଂ ଚିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ। ବେଶୀ ଚିନ୍ତା କରନ୍ତୁ ନାହିଁ। କଳିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ହେବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବଂ ଆପଣଙ୍କ ସପକ୍ଷରେ ରହିବ। ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ। ଶତ୍ରୁ ଅପସରି ଯିବେ, କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ। ଏବେ ଖୁସିର ସମୟ ଆସିଗଲାଣି। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାର ପକାଇଦେବ। ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ। ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ ନୀତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚେଷ୍ଟା କରିବେ। ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛା ଥିଲା। ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ। ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାର ସମସ୍ୟା ଦେଖାଯାଏ, ତାହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ। ତାଙ୍କ କାର୍ଯ୍ୟାଳୟ ପରିବେଶଟିକୁ ଭଲ କରିବା କଥା କୁହନ୍ତୁ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବ୍ୟୟ ବୃଦ୍ଧି ହେଲେ ହିଁ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଖୁସି ଦିନ ଅଟେ, କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ। ପରିବାରର ସମସ୍ତେ ଏକ ହେବାର ସମୟ ଅଟେ। ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆପଣ ଅସୁବିଧାରେ ପଡ଼ିଥିବା ପରିସ୍ଥିତିକୁ ଦୂରେଇ ରୁହନ୍ତୁ। କୌଣସି ବେକାର କାର୍ଯ୍ୟ ପଡ଼ନ୍ତୁ ନାହିଁ। ନିଜର ସକାରାତ୍ମକ ଚିନ୍ତାଧାରା ବଜାୟ ରଖନ୍ତୁ। ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ସେହିଭଳି ଧନୁ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗ ପାଇବେ, ଯାହାଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ। ଏବେ ଆପଣ ସତର୍କତା ହୋଇ ଚାଲନ୍ତୁ, କାରଣ ମଣିଷ ତାର ସଙ୍ଗତିରୁ ହିଁ ଜଣାଯାଏ। କୁସଙ୍ଗ ଯୋଗର ଆପଣ କ୍ଷତି ସହିପାରନ୍ତି। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜିର ଦିନ ଆୟବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ। ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ। ଆପଣ କିଛି ନୂଆ ବନ୍ଧୁ କରିପାରିବେ। କାହାକୁ ବା ଜଣା ଅଜଣା ପାଇଁ କୌଣସି ନୂଆ ସୁଯୋଗ ଦ୍ୱାରା ଖୋଲିପାରେ। ସେହିଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କ ସାହାଯ୍ୟ ଆଶା କରିବେ, କିନ୍ତୁ ମିଳିପାରିବ ନାହିଁ। ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରିବେ। ଆପଣଙ୍କ ସବୁ କଥାରେ ବାଧା ରହିବ। ଆକସ୍ମିକ ଅର୍ଥ ବ୍ୟୟ ହେବାର ଯୋଗ ରହିଛି। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜର ଘରକୁ ସଜାଡ଼ିବାରେ ଲାଗିଯିବେ। ଘରକୁ ଠିକ୍ଠାକ୍ କରନ୍ତୁ, କିଛି ଆରାମ ମଧ୍ୟ କରନ୍ତୁ। ଆପଣ ସମାରୋହର ଖୁବ୍ ମଜା ନିଅନ୍ତୁ, କିନ୍ତୁ ନିଜ ଦାୟିତ୍ୱ ସବୁ ତୁଲାଇବାର ସମୟ ଆଜି। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।